ଭାରତର ଜିଡିପି ଅଭିବୃଦ୍ଧିକୁ ନେଇ ଶିଳ୍ପପତି ସାତ୍ତ୍ୱିକ ସ୍ୱାଇଁ ଉତ୍ସାହ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ଭୂ ରାଜନୈତିକ ସ୍ଥିତିରେ ବିଶ୍ୱ ଅର୍ଥବ୍ୟବସ୍ଥା ଗୁରୁତର ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଭାରତୀୟ ଅର୍ଥବ୍ୟବସ୍ଥା ଦୃଢ଼ତାର ପରିଚୟ ଦେଇଛି ବୋଲି କହିଛନ୍ତି। ଜିଓପଲିଟିକାଲ ସିଚୁଏସନ ଯାହା ସାରା ପୃଥିବୀରେ ରହିଛି, ଯୁଦ୍ଧ ବିଭିନ୍ନ ଜାଗାରେ ଚାଲିଛି, ସବୁ ଦେଶ ସାଙ୍ଗରେ ସବୁ ଦେଶର ପଡୁନି ଓ ଇକୋନୋମିକ କଣ୍ଡିସନ ଗୋଟେ ବହୁତ ବ୍ୟାଡ ଫେଜରେ ବର୍ତ୍ତମାନ ପୃଥିବୀରେ ଚାଲିଛି। ତା ଭିତରେ ଭାରତ ବର୍ଷର 7.8% ଜିଡିପି ଗ୍ରୋଥ ଆଉ ଯୋଉ ଲାଷ୍ଟ କ୍ୱାର୍ଟର ହେଇଛି, ଏଟା ବହୁତ ସ୍ୱାଗତ ଯୋଗ୍ୟ କଥା। ଆମେ ନିଶ୍ଚିତ ଭାବରେ ବିଜନେସ କମ୍ୟୁନିଟି ହିସାବରେ ଆମେ ତ ଆକୁ ନିଶ୍ଚିତ ଭାବରେ ସ୍ୱାଗତ କରିବୁ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯୋଉ ରହିଛି ସ୍ଲୋଗାନ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସହାୟକ ପ୍ରାଧ୍ୟାପକ ମନୋଜ କୁମାର ଦାସ ଭାରତର ଜିଡିପି ଅଭିବୃଦ୍ଧିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି 7.8% ହାରରେ ବୃଦ୍ଧି ପାଇ ପୂର୍ବ ଆକଳନକୁ ଅତିକ୍ରମ କରିଛି। ଏହା ଅତ୍ୟନ୍ତ ଉତ୍ସାହର ବିଷୟ। ଯଦି ଆପଣ ଦେଖିବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆମର ଯୋଉ ଇକୋନୋମିକ ସର୍ଭେ ଆମର ଫାଇନାନ୍ସ ମିନିଷ୍ଟର ଉପସ୍ଥାପନ କରିଥିଲେ ଏବଂ ବିଭିନ୍ନ ଅର୍ଥନୀତିଜ୍ଞ ମାନେ ଯୋଉ କଥା କହିଥିଲେ, ଆମେ ଅନୁମାନ କରୁଥିଲୁ ଯେ ଏଇ କ୍ୱାର୍ଟରରେ ଅଭିବୃଦ୍ଧି ହାର 6.2 ରୁ ଆରମ୍ଭ କରିକି ଆପଣ 7% ବା ତାରି ଭିତରେ ରହିବ ବୋଲି। କିନ୍ତୁ ଆପଣ ଯଦି ଦେଖିବେ ଏଇଥର ଯୋଉ ଅଭିବୃଦ୍ଧି ହାରଟି ହେଇଛି ହଉଛି ଆପଣ ବାସ୍ତବ ଇଏ ଆକଳନରେ ଯଦି ଆପଣ ଦେଖୁଛନ୍ତି ତାହା ହଉଛି 7.8, ଯାହା ନିଶ୍ଚିନ୍ତ ଭାବରେ ଏକ ଉତ୍ସାହଜନକ କଥା। ଆଶାଠାରୁ ଅଧିକ ଅଭିବୃଦ୍ଧି ଘଟିଛି। ଏହି ଅଭିବୃଦ୍ଧି ହାର ପଛରେ ଯଦି ଆପଣ ଦେଖିବେ କେତୋଟି ମୁଖ୍ୟ କ୍ଷେତ୍ର ବା ଆମର ସେକ୍ଟର କଣ୍ଟ୍ରିବ୍ୟୁଟ କରୁଛନ୍ତି, ତା ଭିତରୁ ମୁଖ୍ୟଟି ହେଉଛି ଗୋଟେ ଆପଣଙ୍କର ଏଗ୍ରିକଲଚର, କୃଷି କ୍ଷେତ୍ର। ଆମର ଯୋଉ ସର୍ଭିସ ସେକ୍ଟର ରହିଲା, ଯୋଉଟା କି ଆମେ କହୁଛନ୍ତି ଟ୍ରେଡ, ହୋଟେଲ, ଟ୍ରାନ୍ସପୋର୍ଟ ଆଉ କମ୍ୟୁନିକେସନ, ଏଥିରେ ମଧ୍ୟ ଆମର ଆଶାଠାରୁ ଅଧିକ ଅଭିବୃଦ୍ଧି। 2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତ 7.8% ଜିଡିପି ଅଭିବୃଦ୍ଧି ହାସଲ କରିବା ଏକ ଶୁଭ ସଂକେତ ବୋଲି କହିଛନ୍ତି କଟକର ଅର୍ଥନୈତିକ ତଥା ସ୍ତମ୍ଭକାର ଡକ୍ଟର ସନ୍ତୋଷ କୁମାର ମହାପାତ୍ର। ସେ କହିଛନ୍ତି ବିଶ୍ୱରେ ଆର୍ଥିକ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତର ଦୃଢ଼ ଅଭିବୃଦ୍ଧି ହାସଲ କରିବା ଶୁଭଙ୍କର। ଏଇଟା ନିଶ୍ଚିତ ହେଉଛି ଗୋଟେ ଶୁଭ ସୂଚନା ଆଉ ସ୍ୱାଗତ ଯୋଗ୍ୟ। କାହିଁକି ବର୍ତ୍ତମାନ ଯୋଉ ବିଶ୍ୱରେ ଯୋଉ ମାନ୍ଦାବସ୍ଥା ଦେଖେଇଛି, ୟୁକ୍ରେନ ଆଉ ରଷିଆ ମଧ୍ୟରେ ଯୁଦ୍ଧ ଚାଲିଛି, ଟ୍ରମ୍ପଙ୍କ ମନ ଇଚ୍ଛା ଟାରିଫ ନଦୀ ଦେଇ ଚାଲିଛନ୍ତି, ସେଇ ସମୟ ଭିତରେ 7.8% ଅଭିବୃଦ୍ଧି ହବା ନିଶ୍ଚିତ ଗୋଟେ ଭଲ ସୂଚନା।